ବର୍ତ୍ତମାନ ବଡ଼ ଖବର ପାଣିପାଗକୁ ନେଇ ବଡ଼ ସୂଚନା ନୂଆ ଅପଡେଟ୍। ତେବେ ବାତ୍ୟାର ଆଖି ନାହିଁ, ବାତ୍ୟା ମନ୍ଥାର ଆଖି ନାହିଁ, ତଥାପି ସବୁଆଡ଼େ ଘାଣ୍ଟୁଛି ବାତ୍ୟା। ତେବେ ଆରମ୍ଭ ହୋଇଯାଇଛି ବାତ୍ୟା ମନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ଜାଣିବା ସମ୍ପୂର୍ଣ୍ଣ ଡିଟେଲ୍ସ ଇନଫର୍ମେସନ୍। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ଯଦି ପାରୁଛନ୍ତି ଆପଣଙ୍କର ସାଙ୍ଗସାଥିମାନଙ୍କୁ ଭିଡ଼ିଓଟିକୁ ସେୟାର କରିନିଅନ୍ତୁ। ଯଦି ଫ୍ରେଣ୍ଡସ୍ ଆପଣମାନେ ଆମର ଏହି ଚ୍ୟାନେଲରେ ନୂଆ ଏହି ଭିଡ଼ିଓ ଦେଖୁଛନ୍ତି, ପୂର୍ବରୁ କେବେ ବି ସବସ୍କ୍ରାଇବ୍ କରିନାହାନ୍ତି, ତେବେ ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଆସୁଥିବା ବେଲ୍ ଆଇକନ୍କୁ ବଜାୟ ରଖିଥାନ୍ତୁ। ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବାତ୍ୟା ମନ୍ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେଉ ହେଉ କାକିନାଡ଼ାରେ ଭୀଷଣ ବାତ୍ୟା ନିଜର କରାଳ ରୂପ ଦେଖାଉଛି। ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଛି। କାହାରିକୁ ବାହାରକୁ ବାହାରିବା ପାଇଁ ଅନୁମତି ନାହିଁ, କୌଣସି ଗାଡ଼ି ଚାଲିପାରିବ ନାହିଁ। ବିଭିନ୍ନ ସ୍ଥାନରେ ଚେକିଂ ବ୍ଲକିଂ କରାଯାଉଛି। ଏହା ହଜାର ପୋଲିସ ଏହି କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଆନ୍ଧ୍ରରେ ପ୍ରଭାବିତ ହେବାକୁ ଥିବା ସବୁ ଜିଲ୍ଲାର ଜିଲ୍ଲାପାଳ ଆଲର୍ଟ ମୋଡରେ ରହିଛନ୍ତି। ତେବେ ଛୋଟ ବାତ୍ୟା ହୋଇଥିବାରୁ ଏହି ବାତ୍ୟାର ଆଖି ନାହିଁ। ଏହା ସତ୍ତ୍ୱେ କାକିନାଡ଼ାରେ ଘାଣ୍ଟୁଛି ଏହି ବାତ୍ୟା। ପ୍ରବଳ ବର୍ଷା ହେଉଥିବା ବେଳେ ସୁସୁ ଗର୍ଜନ ଛାଡ଼ୁଛି ସମୁଦ୍ର। ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର। ସେପଟେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ପରେ କୋରାପୁଟରେ ପ୍ରଭାବ ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା ପଟାଙ୍ଗୀରେ ବାତ୍ୟା ମନ୍ଥାର ପ୍ରଭାବ ଅନେକ ଘର ଭାଙ୍ଗିଛି। ପେଟୁରୁ, ରାଲେଗଡ଼ା ଓ ଚନ୍ଦକା ପଞ୍ଚାୟତ ବହୁ ଘର ଭାଙ୍ଗିଛି। ଖବର ଲେଖାଯିବା ସୁଦ୍ଧା 3ଟି ପଞ୍ଚାୟତରେ ମୋଟ 14ଟି ଘର ଭାଙ୍ଗିଥିବା ସୂଚନା ମିଳିଛି। ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ମୋଟ 62ଟି ଟ୍ରେନ୍ ବାତିଲ କରିଦିଆଯାଇଛି। ଏବେ ପବନର ବେଗ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଏବେ ପବନର ବେଗ 90ରୁ 100 ଏବଂ ପବନ ଝଟକା 100ରୁ 120 ରହିଛି। ବାତ୍ୟା ଓଡ଼ିଶା କିମ୍ବା ଆନ୍ଧ୍ର ପାଇଁ ନୂଆ ନୁହେଁ। ଲୋକେ ପ୍ରଶାସନିକ ନିର୍ଦ୍ଦେଶକୁ ମାନୁଥିବେ ବୋଲି ଆଶା କରାଯାଉଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପୁରା 5 ଘଣ୍ଟା ଧରି ଚାଲିବ। ଲ୍ୟାଣ୍ଡଫଲ୍ କରିବା ପରେ କାକିନାଡ଼ାରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ଆରମ୍ଭ କରିଛି। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ପରେ ସୁସୁ ଗର୍ଜନ ଛାଡ଼ୁଛି ସମୁଦ୍ର। ତେବେ 4ରୁ 5 ଘଣ୍ଟା ଲାଗିଯିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା। ସ୍ଥାନୀୟ ଲୋକଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସମୟ। ବାତ୍ୟାକୁ ଦୃଷ୍ଟିରେ ରଖି କାକିନାଡ଼ାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏବେ ସମୁଦ୍ର ସମ୍ପୂର୍ଣ୍ଣ ଅଶାନ୍ତ ହୋଇପଡ଼ିଛି। ଉଠୁଛି ଉଚ୍ଚ ଉଚ୍ଚ ଜୁହାର। ପ୍ରତିବର୍ଷ ବାତ୍ୟା ଦେଖୁଥିଲେ ସୁଦ୍ଧା କୋକୁଆ ଭୟରେ ରହିଛନ୍ତି ଲୋକେ। କାକିନାଡ଼ାକୁ ପୁରା ଖାଲି କରିଦେଇଛି ପ୍ରଶାସନ। 14 ଲକ୍ଷ ବାତ୍ୟା ଦ୍ୱାରା ପ୍ରଭାବିତ ହେବ। 1.5 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥିରେ ସବୁ ବର୍ଗର ଲୋକ ସାମିଲ ରହିଛନ୍ତି। ବାତ୍ୟା ମନ୍ଥାର ପ୍ରକୋପ ଏତେ ଭୟଙ୍କର ଯେ ତୁହାକୁ ତୁହା ବର୍ଷା ଲାଗି ରହୁଛି। ଗଜପତି ପ୍ରଶାସନ ଦିନ ରାତି ଏକ କରି ପ୍ରତିଟି ବ୍ଲକର ଆଶ୍ରୟସ୍ଥଳୀ ବୁଲି ବୁଲି ସମସ୍ତ ପ୍ରକାର ସହଯୋଗ କରି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରୁଛନ୍ତି। ଏହାରି ମଧ୍ୟରେ ଆରୁ ଉଦୟଗିରି ବ୍ଲକର ଅନଘା ପଞ୍ଚାୟତର ରାସ୍ତା କଡ଼ ପାହାଡ଼ରୁ ବିରାଟକାୟ ପଥର ଖସି ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି। ବଡ଼ଗାଁ ରାସ୍ତା ଅବରୋଧ ହେବାରୁ ପଞ୍ଚାୟତରେ ଯାତାୟାତ ଠପ୍ ହୋଇଯାଇଛି।